ଝିଅର ଭୂମିଷ୍ଠ ପ୍ରଣାମ ଘେର କରନ୍ତୁ ମା। ଉଠିଲୁ ବସିନା ନାକି ଗୁରୁଜୀ ସମ୍ପୂର୍ଣ୍ଣ ଘେର କର ମୋର ଭକ୍ତିଭର ଭୂମିଷ୍ଠ ପ୍ରଣାମ। ଯଥାର୍ଥୀ ଭବ ସମ୍ପୂର୍ଣ୍ଣ। ମା ଆପଣଙ୍କର ମୋତେ ଡକାଇଛନ୍ତି? ହଁ ଲୋ ମା ମୁଁ ହିଁ ତତେ ଡକେଇଛି। ହେଲେ କ'ଣ ପାଇଁ ମା? କ'ଣ ପାଇଁ? ହଁ ମା। ମୁଁ ଶୁଣିଲି ତୁ ପଢ଼ାରେ ବୋଧେ ମନ ଦଉନୁ। ମା ତୋ ସାଙ୍ଗସାଥୀ ମାନଙ୍କ ସହିତ ଖେଳକୁଦରେ ତୁ ଭାରି ବ୍ୟସ୍ତ ରହୁଛୁ। ନା ମା ନା, କିଏ କହିଲ? କିଏ ବା କହିବ? ମୁଁ ତ ଅନେକ ଲୋକଙ୍କ ଠାରୁ ଶୁଣୁଛି ଆଉ ଏ କଥା ଗୁରୁଜୀ ମଧ୍ୟ କହୁଥିଲେ। ନା ମା ନା, ଏ ସବୁ ସମ୍ପୂର୍ଣ୍ଣ ମିଛ। ଗୁରୁଜୀ ଗୁରୁଜୀ ଆପଣ କୁହନ୍ତୁ, ମୋ କ'ଣ ପାଠଶାଠରେ ମନ ଲାଗୁନି? ଯେମିତି ଅନ୍ୟ ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି ମୁଁ ମଧ୍ୟ ସେମିତି ପାଠ ପଢୁଛି। ହେଲେ ଆପଣ ମାକୁ କ'ଣ କହିଦେଇଛନ୍ତି ଯେ ମା ମୋ ଉପରେ ରାଗି ଯାଉଛନ୍ତି? ଆଲୋ ରେ ସମ୍ପୂର୍ଣ୍ଣ, ମୁଁ ତୋ ବିଷୟରେ କିଛି କହିନି ରାଣୀମାଙ୍କ ପାଖରେ। ଗୁରୁଜୀ ହଁ, ରାଣୀମା ତୋତେ ମଜାରେ ମଜାରେ ଥଟ୍ଟା କରୁଛନ୍ତି ଲୋ। କ'ଣ ହଁ ଥଟ୍ଟା କରିଥିଲେ? ହଁ ମା ଏସବୁ କ'ଣ ଥଟ୍ଟା ଥିଲା? ହଁ ଲୋ ମୋ ସୁନା ନାକି, ଏସବୁ ଥଟ୍ଟା ଥିଲା। ଓ ତାହେଲେ ଆପଣଙ୍କୁ ମୋ ଉପରେ ଟିକେ ମଧ୍ୟ ବିଶ୍ୱାସ ନାହିଁ? ସମ୍ପୂର୍ଣ୍ଣ ହଁ ମା, ବସ୍ ମା ବସ୍, ମୁଁ ଜାଣିଛି ଆପଣ ମୋତେ ଜମାରେ ଭଲ ପାଉନାହାନ୍ତି। ତୁ ଏମିତି କାହିଁକି ହଁ କହୁଛୁ ମା, ମା? ମୁଁ ଜାଣିଛି ଯଦି এই ଜାଗାରେ ମୋ ବାପା ହେଇଥାନ୍ତେ ହେଲେ ମୋ ମନ କଥାକୁ ବୁଝି ପାରିଥାନ୍ତେ। କିନ୍ତୁ ଆପଣ ମୋତେ ଯେମିତି ଥଟ୍ଟା କରିଛ ନା ମା, ମୋତେ ସେମିତି ଥଟ୍ଟା ଜମାରେ ପସନ୍ଦ ନୁହଁ ମା। ଏ ମା ଟିକେ ଥଟ୍ଟା କରିଦେଲି ବୋଲି ତୁ ମୋ ଉପରେ ଏତେ ଅଭିମାନ କରୁଛୁ? ହଁ ମା, ଏ ମା। ମୁଁ ଆପଣଙ୍କ ସହିତ ଜମାରେ କଥା ହେବିନି। ସମ୍ପୂର୍ଣ୍ଣ ତୋ ମା କ'ଣ ତତେ ଥଟ୍ଟା କରିପାରିବନି? ଟିକେ ଥଟ୍ଟା କରିଦେଲି ବୋଲି ତୁ ମୋ ଉପରେ ଏତେ ଯେ ଅଭିମାନ କରୁଛୁ? ମୁଁ ତତେ ଏତେ ଭଲ ପାଏ ରେ ମା। ଏ ମା ମା ମୋ ଥଟ୍ଟା ଯଦି ତତେ ରାଗ ଲାଗୁଛି ନା, ମୁଁ ତୋ ଆଗରେ କାନ ଧରି ବସ୍ ଉଠେଉଛି। ନା ମା ନା ନା ନା। ମା ମୋ ଉପରେ ଆପଣଙ୍କର ଗେଲେ ହେଇଛି? ହଁ ଲୋ ମା, ମୋ କ'ଣ ଏମିତି ଭୁଲ କେବେ କରିପାରିବି? ତା ବିଶ୍ୱାସ ମୋ ଉପରେ ଅଛି ରେ ମା। ହଁ ବାପା, ହଁ ମା, ଆପଣ ଯେମିତି ମୋତେ ଶିକ୍ଷା ଦେଇଛନ୍ତି ମୁଁ ସେଇ ପଥରେ ହିଁ ଚାଲୁଛି ମା। ମୁଁ ଏମିତି କେବେ ବି ଭୁଲ ପଥରେ ଯାଇପାରିବିନି। ତୁ ଠିକ କହିଛୁ ରେ ମା। କିନ୍ତୁ ମା କ'ଣ କହୁଥିଲୁ କି? ଜାଣିଛ ମା, ମୋ ସାଙ୍ଗସାଥୀ ମାନେ ପାଠ ପଢ଼ିବା ପାଇଁ ଚାଲିଗଲେଣି ଆଉ ମୁଁ ମଧ୍ୟ ଯିବାକୁ ଅଛି। ସେଥିପାଇଁ ମୋତେ କିଛି ଖାଇବାକୁ ବାଡ଼ି ଦିଅ। ମୁଁ ଶୀଘ୍ର ମୋ ସାଙ୍ଗ ସହିତ ସେ ପୁଷ୍ପ ଉଦ୍ୟାନକୁ ଚାଲିଯିବି। ମୁଁ ସେ କାମଟା ଆଗରୁ ସାରି ଦେଇଛି ରେ ମା। ତୋ ସତ ମନ ମା। ପସନ୍ଦର ଜିନିଷ ତିଆରି କରିଦେଇ ଯା, ତତେ ଖାଇବା ବାଡ଼ି ଦେଇଛି। ହେଲେ କ'ଣ କ'ଣ ରୋଷେଇ ହେଇଛି ମା? ତୋ ମନ ପସନ୍ଦର ଜିନିଷ ତିଆରି ହେଇଛି। ସତ କହୁଛନ୍ତି ମା? ହଁ ଲୋ ମା। ହେଲେ ଶୀଘ୍ର ଦିଅ, ମୁଁ ଖାଇକି ଶୀଘ୍ର ଚାଲିଯିବି। ଠିକ ଅଛି, ତୁ ଆସ, ମୁଁ ଗୁରୁଜୀ ସାଥିରେ ଆସୁଛି। ହଉ ଠିକ ଅଛି।
ଆପଣଙ୍କୁ କିଭଳି ଧନ୍ୟବାଦ ଦେବି ରାଣୀ ମୁଁ ମା। ଆଦୌ ବୁଝିପାରିନି ଗୁରୁଜୀ। ଆପଣ କହିଲା ଭଳି ମୋ ଝିଅ ସର୍ବଗୁଣରେ ସମ୍ପୂର୍ଣ୍ଣ। ରାଣୀମା ଗୁରୁଜୀ ଆପଣ ବି ପ୍ରତ୍ୟେକ ଶିଶୁକୁ ଶିକ୍ଷା ଦେବା ପରା ମୋର କର୍ତ୍ତବ୍ୟ ରାଣୀ। ସେଇଟା ତ ଆପଣଙ୍କ ମହାନତା ଗୁରୁଜୀ। ହଁ ରାଣୀମା ଆପଣଙ୍କ ଝିଅ ବୋଲି ନୁହେଁ, ଏ ସମଗ୍ର এই ଅମରାବତୀର ସମସ୍ତ ପ୍ରିୟ ଝିଅମାନଙ୍କୁ ମୋର ଶିକ୍ଷା ଦେବାକୁ ଆଉ ମୋର କର୍ତ୍ତବ୍ୟ ରାଣୀମା, ମୋର କର୍ତ୍ତବ୍ୟ। ତେବେ ଠିକ ଅଛି ଗୁରୁଜୀ। ଦେଖୁ ଦେଖୁ ସମୟଟା କେତେ ଯେ ହେଇଗଲାଣି। ରାଣୀମା ଆପଣଙ୍କୁ ବି ବିଦ୍ୟାଳୟ ଯିବା ସମୟ ହେଇଗଲାଣି। ହଁ ରାଣୀମା ତେବେ ଠିକ ଅଛି ଗୁରୁଜୀ, ଯିବା ଏଥର। ତେବେ ଯିବା ରାଣୀମା।